हरिओम शरणम हरिओम शरणम मौन घंटे एक घंटी बजाई बजाई राजा घरे सरू नहीं दिन एमिति घंटी बजाउथिबी न एक घंटी बाजिब तया ऋषिकेश हृदय स्थित यथा निजुक्त श्री तथा करोमि। हे कालिया चकटुला तुम्हें मो हृदय भितर अवस्थान करिएछ जा आदेश करुछ तहा मु करी चलीछि हेले आज मो पाई एते निर्दय काहीकि एते निर्दय काहीकि प्रभु ना मते किछि गोटाए करिबा को पड़िबो। हाँ कौन करिबी घरे भौणी बासंती अभियाड़ी हुई रही जाइछि ताकू थरे डाके बासंती हेलो ए भौणी बासंती मो डाक कौन तो कर्णपात हो पारनु कि रे आ भौणी तो पाखरे मोर अनेक किछि काम रही जाइछि आ भौणी बासंती मोरी प्रणाम गति घना करंतु भाई आयुष्मती भव यशस्वी भव मंगलमय तोर मंगल कामना करंतु भौणी भाई घंटी भौणी कौन एमिति कौटी घंटी टाकू बजाई देला जे खाली मेंढा भली भे 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 होउछ बा खाली तो कौरा बिला बोली
ଏମିତି କୋଉଠି ଘଣ୍ଟିଟାକୁ ବଜେଇ ଦେଇଛ କି ଭାଇ? ଘଣ୍ଟି ବଜେଇନି ରେ ଭଉଣୀ, ଘଣ୍ଟି ବଜେଇବା ପାଇଁ ମୁଁ ଗୋଟାଏ ପ୍ଲାନ୍ କରିଛି। ଧାତ୍ତେରିକା, ଘଣ୍ଟିଟା ପୁଣି ବଜେଇବା ପାଇଁ ତୁମେ ଗୋଟେ ପ୍ଲାନ୍ କରିଛ? ହଁ, ଆଉ ସେଇ ପ୍ଲାନ୍ଟା କଣ କି ଭାଇ? ଶୁଣିଯା। ଆମ କୌଶଳ ଅଧିପତି ରାଜା ସୁରସେନ, ହଁ ଭାଇ, ତାଙ୍କର ଧର୍ମପତ୍ନୀ ସ୍ୱର୍ଗଲୋକ, ହଁ ସେ ତ ମରିବାର ଥିଲା, ମରିଗଲେ। ସେଇଥିରେ ଆମର ମୁଣ୍ଡେଇବାର କଣ ଅଛି? ତାର ଯାଏ ନା ଆସେ ଆମର। ଏ ଭଉଣୀ, ଭାଇ, ତାଙ୍କର ପୁଅ ଗୋଟିଏ ଆଉ ଝିଅ ଗୋଟିଏ ରହିଛି। ହଁ ଆମ ଭାଇ ଟୋକାଟିଏ ଆଉ ଟୋକିଟିଏ ଅଛନ୍ତି, ସାରା ରାଇଜର ଲୋକେ ଜାଣିଛନ୍ତି ବା। ହେଲେ କଥାଟା କଣ କି ଭଉଣୀ, କଣ କି ଭାଇ? ସେ ରାଜକୁମାର ରାଜକୁମାରୀଙ୍କୁ ଦେଖାଶୁଣା କରିବା ପାଇଁ ରାଜପ୍ରସାଦରେ ଗୋଟିଏ ମଧ୍ୟ ସ୍ତ୍ରୀ ଲୋକ ନାହାନ୍ତି। କଣ କହିଲ? ରାଜ ପରିବାର ପୁଣି ସ୍ତ୍ରୀ ଲୋକର ଅଭାବ ହୋଇଯାଇଛି? ଏ କଣ କହୁଛ ଭାଇ? ରାଜା ଘରେ ପୁଣି ସ୍ତ୍ରୀ ଲୋକର ଅଭାବ? ଆରେ ଭଉଣୀ, ହେଲେ ହେଲେ ପୁଣି କଣ କି ଭାଇ? ମୁଁ କହିବା କଥା, କଣ କହିବାକୁ ଯାଉଛ? ସଫା ସଫା କହୁନ। ତୁ ରାଜପ୍ରସାଦରେ ଆୟାମ ହୋଇ ରହି ରାଜକୁମାର ରାଜକୁମାରୀଙ୍କର ଦେଖାଶୁଣା କରିବୁ। କଣ କହୁଛ ଭାଇ? ମୁଁ ପୁଣି ରାଜା ଘରେ ଆୟାମ ହୋଇକି ରହିବି? ଆଉ ଏଇ କଥା ପୁଣି କହୁଛ ତୁମେ? ନାଇଁ ଭାଇ ନାଇଁ, ଏତେ ସୁନ୍ଦରିଆ ଚେହେରା ଥାଇ ମୁଁ ରାଜା ଘରେ ପୁଣି ଚାକରାଣୀ ହୋଇକି ରହିବି? ସେଇଆ ହୋଇପାରିବନି ଭାଇ ମୋ ଦ୍ୱାରା। ମୁଁ ଚାଲିଲି। ଏ ଭଉଣୀ ଶୁଣ, ଆରେ କଷ୍ଟ କଲେ କୃଷ୍ଣ ମିଲେ, ହେଲେ ଭାଇ ଧୀର ପାଣି ପଥର କାଟେ। କଣ ଆମେ ଏମିତି ଗରିବ ହୋଇଗଲୁ ବୋଲି ରାଜା ଘରେ 14 ପୁରୁଷ ଚାକର ବାକର ହୋଇକି ରହିବୁ? ନାଇଁ ଭାଇ, ମୁଁ ତ ଜମା କରିପାରିବି। ଏ ଭଉଣୀ, ତୁ ଅବାନ୍ତର ହନା ରେ। ତୁ ଯଦି ମୋ କଥାରେ ରାଜି ହେବୁନ, ରାଜି ହେଲେ ମୁଁ ତୋତେ କୌଶଳ ଦେଶର ରାଜେଶ୍ୱରୀ ସଜେଇ ଦେବି। ମା, ତୁମ କଥାରେ ରାଜି ହେଲେ ମୁଁ ରାଜରାଣୀ ହେବି? ହଁ, ସତ କହୁଛ ଭାଇ ତୁମେ? ନିଶ୍ଚୟରେ ଭଉଣୀ, ଏ ଭାଇ, ସତ କହୁଛ ମୁଁ କେବେ ରାଜରାଣୀ ହେବି? ନିଶ୍ଚୟ। ଏ ଘଣ୍ଟି ବାକ୍ୟ ବୀର ନୁହେଁ, ଏ ଘଣ୍ଟି ହେଉଛି କର୍ମବୀର। ହେଲେ ଭାଇ ଚଞ୍ଚଳ ଯାଇ ଏଇ ଖବରଟା ରାଜାକୁ ଜଣେଇ ଦେଉନ। ହେଲେ ଏହାରି ଭିତରେ ଆଉ ଗୋଟେ ରହସ୍ୟମୟ କଥାଟା ରହିଯାଇଛି। କି ରହସ୍ୟଟା ଭାଇ କହିଲା ଦେଖି? ତୁ ସାଜିବୁ ତ୍ରେତୟା ଯୁଗର କୈକେୟୀ, ପୁଣି ତ୍ରେତୟା ଯୁଗର କୈକେୟୀ, ଆଉ ତୁମେ? ମୁଁ ହେବି ଦ୍ୱାପର ଯୁଗର ଶକୁନି। କୈକେୟୀର କୁମନ୍ତ୍ରଣାରେ ପଡ଼ି ରାଜା ଦଶରଥ ରାମଚନ୍ଦ୍ରଙ୍କୁ 14 ବର୍ଷ ବନବାସ ପଠାଇଥିଲେ। ଶକୁନି ପୋଷା କାଠି ଖେଳାଇ ଗୁରୁବଂଶକୁ ନିପାତ କରିଥିଲେ। ସେଇଭଳି ଆମେ ଭାଇ ଭଉଣୀ 2 ଜଣ ମିଶି ରାଜା ପରିବାରଟାକୁ ବିନାଶ କରିବା। ଏଇଆ କହୁନ ଭାଇ? ଆରେ ଭାଇ ହବ ତ ଠିକ ଏମିତିକା। ତେବେ ଚଞ୍ଚଳ ଯାଅ ଭାଇ, କାର୍ଯ୍ୟରେ ଲାଗିଯାଅ। ହଁ ଭଉଣୀ, ଠିକ ଅଛି ଭାଇ। ତେବେ ମୁଁ ଆସୁଛି। ନିଶ୍ଚୟ ଭାଇ, ନିଶ୍ଚୟ। ହେଲେ ଆହୁରି ଗୋଟେ କଥା, ଆଉ କି କଥା ଭାଇ? ଏ କଥାଟା ତୋହରି ଆଉ ମୋହରି ମଧ୍ୟରେ ରହିବ। ଭାଇ ହଁ, ମୁଁ କେବେ ଅନ୍ୟ ଆଗରେ ପ୍ରକାଶ କରିବିନି। ଅନ୍ୟ କାନକୁ ଯିବ ନାହିଁ। ନିଶ୍ଚୟ ଭାଇ, ନିଶ୍ଚୟ। ମୁଁ ଆସୁଛି ଭଉଣୀ, ଆସୁଛି। ଭାଇ ହବ ତ ଏମିତିକା। ଆଲୋ ଆଲୋ ଆଲୋ, ଦେଖ ଆଲୋ ଦେଖ, ଭାଇ ମୋର ମତେ କେମିତି ଚାକରାଣୀରୁ ରାଜରାଣୀ ଦେଖିବାର ସ୍ୱପ୍ନଟା ମୁଁ ଦେଖୁଛି। ହେଲେ ଭାଇ ମୋର ଏମିତି ସେମିତି ଭାଇ ନୁହଁ। ଭାଇ ମତେ କଥା ଦେଇଛନ୍ତି ମାନେ ନିଶ୍ଚୟ ରାଜରାଣୀ କରେଇବେ ମତେ। ତେବେ ଜାଣିଲ ମା, ମୁଁ ରାଜରାଣୀ ସୁଖ
ଉପଭୋଗ କରିବି ନା ତାପରେ ଆମର ବାସେ ବାସନ୍ତି କୋଉ କାର୍ଯ୍ୟଟିକୁ ଜମା ହେଳା ନ କରନ୍ତି ନାୟିକା ନୁହେଁ ମୁଁ ଖଳନାୟିକା আরে বঞ্চিবি একা তোমারই বিয়ে কা নায়িকা নুহে বঞ্চিবি একা তোমারই বিয়ে কা নায়িকা নুহে মুখড় নায়িকা বঞ্চিবি একা তোমারই বিয়ে কা নায়িকা নুহে মুখ